ସାର୍ ଆପଣ ସୁସ୍ଥ ଅଛନ୍ତି ସାର୍? ଆରେ ଭାଇ କଣ ପଚାରୁଛନ୍ତି ଆପଣ? ସେ କଣ ବୁଝିବେ? ସେ ଆଉ ଆପଣଙ୍କୁ କଣଟା ଉତ୍ତର ଦେବେ? ସେ ସିନା ଓଡିଆ ହେଇଥିଲେ ଓଡିଆ ବୁଝିଥାନ୍ତେ, ଆପଣଙ୍କୁ ଉତ୍ତର ଦେଇଥାନ୍ତେ। ଯେତେବେଳେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆସେ ସେତେବେଳେ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଖୋଜନ୍ତି, ନବୀନ ପଟ୍ଟନାୟକଙ୍କୁ ଝୁରନ୍ତି, ନବୀନ ପଟ୍ଟନାୟକଙ୍କୁ ମନେ ପକାନ୍ତି। ଆଉ ନବୀନ ବାବୁ ପାଣ୍ଡିଆନକୁ ଖୋଜନ୍ତି। ତୁମେ କୁଆଡେ ଗଲ ହେ ପାଣ୍ଡିଆନ? ଜଲ୍ଦି ଆସ ଶଙ୍ଖ ଭବନ। ମୁଁ ସେଇଥିପାଇଁ କହିଲି ଆଜ୍ଞା ଯେ କଂସ ସରକାରକୁ ଚାରିଆଡେ ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି, କୃଷ୍ଣମୟ ଦେଖାଯାଉଛନ୍ତି। ଏଇଠି ତୁମେ ମାନେ ସବୁ ଗୋପୀ ହୋଇଯାଇଛ ନବୀନ ବାବୁ ଆଉ ପାଣ୍ଡିଆନ ବାବୁଙ୍କ ସହିତ ରାସଲୀଳା କରୁଛ। କର। ହଁ ହଁ ପାଣ୍ଡୁ ନେଇକି ଆସିବେ, ଜମାରୁ ଟେନସନ ନିଅ ନାହିଁ। ନା ନା ତୁମେ କୁଆଡେ ଗଲ ହି ନବୀନ, ତୁମକୁ ଖୋଜୁଛି ଓଡିଶା ସବୁଦିନ। ହିଞ୍ଜିରୁ ଲୋକ ଆସିଛନ୍ତି ତାଙ୍କ ବିଧାୟକଙ୍କୁ ଦେଖା କରିବା ପାଇଁ। ତାଙ୍କ ବିଧାୟକ ନବୀନ ପଟ୍ଟନାୟକଙ୍କ ଘର ସାମ୍ନାରେ ଏଠି ବସିଛନ୍ତି, ଯେହେତୁ ତାଙ୍କୁ ଭିତରକୁ ଛଡା ଯାଉନି ବିଧାୟକଙ୍କୁ ଦେଖା କରିବା ପାଇଁ ଆମେ ଆଲୋଚନା କରିବା। ହଇଓ ନବୀନ ବାବୁ ତୁମକୁ ଟିକେ ଲଜ୍ଜା ଲାଗୁନାହିଁ? ଛି, ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସାହାଯ୍ୟ କଣ ଅଭିଯୋଗ ନେଇକି ଆପଣ ଆସିଛନ୍ତି ନବୀନ ପଟ୍ଟନାୟକଙ୍କୁ ଭେଟ କରିବା ଲାଗି? ଏମସିରେ ଗୋଟେ ବେଡ୍ ଦରକାର, ଆଉ କିଛି ଦରକାର ନାହିଁ। ମୋ ସ୍ୱାମୀ ଜୀବନ ଦରକାର, ଜୀବନ ମୃତ୍ୟୁ ସହିତ ଲଢିଛି, ଏତିକି ଦରକାର, ମତେ ଆଉ କିଛି ଦରକାର ନାହିଁ। କିଛି ସାହାଯ୍ୟ ମିଳିବ ବୋଲି ମୁଁ ଚାହୁଁଛି। ଆମକୁ ନବୀନ ବାବୁ ପାଣ୍ଡୁର ପାତଟା ଚାମଚା କୀଟଦାସ ଗେଣ୍ଡା ନାନୀ ଆଉ ଅଣ୍ଡା ନାନୀ ସବୁ କହୁଥିଲେ ବିଜେଡି ଲୋକଙ୍କ ସାଙ୍ଗରେ ଅଛି, ଲୋକଙ୍କ ପାଇଁ ସେବା କରୁଛି। କିନ୍ତୁ ଏଠି ବିଜେଡିର ଫଳାଫଳ ପୁରା ଶୂନ। ସାମାନ୍ୟ ଗୋଟେ ବେଡ୍ ଦେଇପାରୁନାହାନ୍ତି ଲୋକଙ୍କୁ। ଲୋକମାନେ ନବୀନ ନିବାସ ଶଙ୍ଖ ଭବନ ଆଗରେ ଧାରଣା ଦେଇକିରି ହଟହଟା ହୋଇ ମରିଗଲେଣି, କିନ୍ତୁ ନବୀନ ବାବୁଙ୍କର ଦେଖା ନାହିଁ କିମ୍ବା ଲୋକଙ୍କର ସେବା କରିବାର ତାଙ୍କର ସହାନୁଭୂତି ମଧ୍ୟ ନାହିଁ। ମୁଁ ଆଉ ଜୀବନରେ ଆସିପାରିବିନି ଲାଗୁଛି। ଆଉ ବିଜେଡିର ନେତା ନେତ୍ରୀ ଗେଣ୍ଡା ଗେଣ୍ଡିଆଣୀ ଅଣ୍ଡା ଚୋରଣୀ ସୁଲସୁଲ ନାନୀ କହୁଛନ୍ତି କଣ ନା 2029ରେ ପୁଣି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ। ସ୍ୱପ୍ନ ଦେଖୁଛନ୍ତି ପୁଣି ଦିନ ବେଳା ସ୍ୱପ୍ନ। ଲୋକଙ୍କୁ କଣ ଭକୁଆ ଭାଇ ଭୁଆ ବୁଲଉଛ? जनता माफ नहीं करेगी। ସାର୍ ଆପଣ ସୁସ୍ଥ ଅଛନ୍ତି ସାର୍? ଆରେ ଭାଇ କଣ ପଚାରୁଛନ୍ତି ଆପଣ? ସେ କଣ ବୁଝିବେ? ସେ ଆଉ ଆପଣଙ୍କୁ କଣଟା ଉତ୍ତର ଦେବେ? ସେ ସିନା ଓଡିଆ ହେଇଥିଲେ ଓଡିଆ ବୁଝିଥାନ୍ତେ, ଆପଣଙ୍କୁ ଉତ୍ତର ଦେଇଥାନ୍ତେ। ସାର୍ ଆପଣ ସୁସ୍ଥ ଅଛନ୍ତି ସାର୍? ବହୁତ ବହୁତ ଧନ୍ୟବାଦ। ମୁଁ କଣ ଭୁଲ କହିଥିଲି କି? ସେ ପଚାରିଲେ କଣ, ଏ ଉତ୍ତର ଦେଲେ କଣ? ନବୀନ ବାବୁ ତମକୁ ଟିକେ ଲଜ୍ଜା ଲାଗୁନାହିଁ? 24 ବର୍ଷ ଓଡିଶାରେ ଶାସନ କଲ, କିନ୍ତୁ ଓଡିଆ ମାତୃଭାଷା ପଦେ ମଧ୍ୟ କହିପାରିଲ ନାହିଁ। ଛି, ଲଜ୍ଜା। ଭୁକୁଛନ୍ତି ସେମିତି, ପାଗଳ ହେଇଯାଇଛନ୍ତି କି ଆପଣ? Who prayed for me? ଆଜ୍ଞା ଇଏ ହଉଛନ୍ତି ଓଡିଆଙ୍କର ନେତା, କିନ୍ତୁ ୟାଙ୍କୁ ଓଡିଆ ଆସେ ନାହିଁ। ୟା ଠାରୁ ଲଜ୍ଜାଜନକ ଘଟଣା ଆଉ କିଛି ହୋଇପାରେ? ଆଉ ଇଏ ଓଡିଆଙ୍କର ଦୁଃଖ କଣ ବୁଝିବେ? ଆମ ପ୍ରିୟ ନେତା, ଆମର ଓଡିଶା 4.5 କୋଟି ଜନମାନସର ନେତା ଆମ ପ୍ରିୟ ନବୀନ ପଟ୍ଟନାୟକ ଥିଲେ। 4.5 କୋଟି ଓଡିଆଙ୍କ ନେତା ନବୀନ ପଟ୍ଟନାୟକ ଥିଲେ, କିନ୍ତୁ ଏବେ ନୁହେଁ। ତୁମେ କୁଆଡେ ଗଲ ହେ ନବୀନ, ତମେ ସିଆଡେ ହଜି ଯାଅ ସବୁଦିନ, ଏବେ ଓଡିଶାର ଲୋକମାନେ କହିଲେଣି। ନମସ୍କାର। ନମସ୍କାର ନମସ୍କାର। ଏ ସୁଲୁସୁଲି ଅପା କିଛି କହିବ କି? କୁହ କୁହ। ଯେତେବେଳେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆସେ ସେତେବେଳେ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଖୋଜନ୍ତି, ନବୀନ ପଟ୍ଟନାୟକଙ୍କୁ ଝୁରନ୍ତି, ନବୀନ ପଟ୍ଟନାୟକଙ୍କୁ ମନେ ପକାନ୍ତି। ଆଉ ନବୀନ ବାବୁ ପାଣ୍ଡିଆନକୁ ଖୋଜନ୍ତି। ତୁମେ କୁଆଡେ ଗଲ ହେ ପାଣ୍ଡିଆନ? ଜଲ୍ଦି ଆସ ଶଙ୍ଖ ଭବନ। ଓଡିଆ ନା ନାଇଁ ତମେ ବାହାରୁଆ ଲଜ୍ଜା ଲାଗୁଛି କହିବା ପାଇଁ, ସରମ ଲାଗୁଛି କହିବା ପାଇଁ, ଯେ ମୁଣ୍ଡ ତଳୁକୁ ହେଇଯାଉଛି ଯେ ଓଡିଶାରେ ଗୋଟେ ଏଭଳି ଅପାରଗ ସରକାର ଅଛି। ଏଇଠି ସୁଲସୁଲି ଅପା ଅଛି ନୁହଁ, ଥିଲା, ଯିଏ ଓଡିଶାକୁ 24 ବର୍ଷ ଧରି ଶାସନ ତ କରୁଥିଲା, କିନ୍ତୁ ଓଡିଆ କହିପାରୁନଥିଲା କିମ୍ବା ଓଡିଆ ବୁଝିପାରୁନଥିଲା। ଆଉ ଓଡିଆ ପଢିବା ତ ଦୂରର କଥା, ଓଡିଶାକୁ ଠିକ ଭାବେ ଶାସନ ମଧ୍ୟ କରିପାରୁନଥିଲା। ତେଣୁକରି ନବୀନ ବାବୁ ଜଣେ ଅଣ ଓଡିଆ ତାମିଲ ହାତରେ ଓଡିଶାର ଶାସନ ଭାର ଟେକି ଦେଇଥିଲେ। ମନେ ଅଛି? ହଁ ସେଇଆ ତ ଥିବ ଆଉ ମନେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଖାଲି ମାନେ ମିଟିଂ ନାଁରେ ଇଟିଂ କରିବା ପାଇଁ ଦିଲ୍ଲୀରେ ଆସିକି ହାଜର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରେ ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ ଦୁଃଖ ବୁଝୁଛନ୍ତି, ଲୋକଙ୍କ ଦୁଃଖ ବୁଝିକି ଲୋକଙ୍କ ଦୁଃଖ ଦୂର କରୁଛନ୍ତି, ତାଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ନବୀନ ନିବାସରେ ବସିକି ହୁସ୍କି ଆଉ ସିଗାରେଟ ପିଇକି ବିନ୍ଦାସରେ ଶୋଇ ରହୁଛନ୍ତି। ଇଏ ହେଉଛି ଅପାରଗ ସରକାରର କାର୍ଯ୍ୟକ୍ରମ। ये सरकार एभली अपारग सरकार आंक समय जेते माने वर्षा आसीची, चासी माने हंतसंत होइचंती, चासी माने आत्महत्या करिचंती। एइटी बीजेडी शासन समय चाषी माने आत्महत्या करथिले। सेही समय बीजेडी महिला नेत्री प्रमीला अपा
বা ଡାଲି ଚୋରଣୀ ନାନୀ ଚାଷୀ ମାନଙ୍କୁ କହିଥିଲେ ସମସ୍ତେ ଅମର ଲଡୁ ଖାଇଦିଅ ଆଉ ମରିବ ନାହିଁ। ମନେ ଅଛି ନା ଭୁଲିଗଲଣି ବା? ମନେ ଟିକେ ପକାଅ। କାହିଁ ରାମଚନ୍ଦ୍ର ଆଉ କାହିଁ ଆପଣ ବୁଝିପାରୁଥିବେ, ମୋର କହିବାର ଆବଶ୍ୟକତା ନାହିଁ। ଯେ ନିଜେ ଚିନ୍ତା କରନ୍ତୁ କଣ ହରେଇଛନ୍ତି, କଣ ହରେଇଛନ୍ତି। ଏଇଠି ସୁଲସୁଲି ଅପା ଲୋକମାନେ କିଛି ହରେଇ ନାହାନ୍ତି ମ, ତୁମେ ପାଣ୍ଡିଆନକୁ ହରେଇଛ। ହେଇଟି ସୁଲସୁଲି ଅପା ତୁମେ ସାଂସଦ ହେବା ପାଇଁ ଯୋଗ୍ୟ ତ? ନା 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 ନା, ତୁମେ ତ ଜଣେ ୱାର୍ଡ ମେମ୍ବର ଆଉ ସରପଞ୍ଚ ହେବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। ସରପଞ୍ଚ ୱାର୍ଡ ମେମ୍ବର ହବାର ଯୋଗ୍ୟ ନୁହଁ ସେ। ସୁନତା ଦେଓ ଶୁଣତା ଦେଓ କିଭଳି ଭାବରେ ନେତାମାନଙ୍କୁ ଅପରାଧ କରିକି ଆଜି ଏ ଜାଗାକୁ ଆସି ଆପଣ ଜାଣିନାହାନ୍ତି। ଆମ ଇତିହାସ ଆମେ ଯଦି ଖୋଲିବୁ ଶୁଣତା ଦେଓ ତମେ ରାସ୍ତାରେ ଚାଲିପାରିବ ନାହିଁ। ଏଇଟି କି କଥା ଏଗୁଡାକ? ଲଜ୍ଜା ନା 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 ନା, ଘୋର ଲଜ୍ଜା। जरा सबर करो। ମୁଁ ସେଇଥିପାଇଁ କହିଲି ଆଜ୍ଞା ଯେ କଂସ ସରକାରକୁ ଚାରିଆଡେ ନବୀନ ପଟ୍ଟନାୟକ ଦେଖାଉଛନ୍ତି, କୃଷ୍ଣମୟ ଦେଖାଉଛନ୍ତି। ଏଇଠି ତୁମେ ମାନେ ସବୁ ଗୋପୀ ହୋଇଯାଇଛ ନବୀନ ବାବୁ ଆଉ ପାଣ୍ଡିଆନ ବାବୁଙ୍କ ସହିତ ରାସଲୀଳା କରୁଛ। କର। କୃଷ୍ଣମୟ ଦେଖାଉଛନ୍ତି। ହେଇଟି ସୁଲସୁଲି ଅପା ଗୋଟେ କଥା ମନେ ରଖିଥାଅ, 2029 ବିଜେପି ପାଖରେ ଶରଣ ପଶିବ, ନଚେତ କଂଗ୍ରେସ ପାଖରେ ଶରଣ ପଶିବ। ବିଜେଡି ଏକା ଲଢିବା ପାଇଁ ଆଉ ବଳ ନଥିବ। ସେ ପାଣ୍ଡୁ ଆସୁ କି ପାଣ୍ଡୁଙ୍କର ମାଣ୍ଡୁ ବି ଆସୁ। ହଁ ହଁ, ପାଣ୍ଡୁ ନେଇକି ଆସିବେ, ଜମାରୁ ଟେନସନ ନିଅ ନାହିଁ। ନା ନା, ହେଇଟି ଓଡିଶାକୁ ପାଣ୍ଡୁଙ୍କ ମାଣ୍ଡୁ ଆସନ୍ତୁ କିମ୍ବା ପାଣ୍ଡୁ ଆସନ୍ତୁ, ପାଣ୍ଡୁଆକୁ ଯଦି ଓଡିଶାରେ ଗୋଟେ ୱାର୍ଡ ମେମ୍ବରରେ ଠିଆ ହେବେ ତାହେଲେ ମଧ୍ୟ ଲୋକମାନେ ଭୋଟ ଦେବେ ନାହିଁ। ପାଣ୍ଡିଆନ ୱାର୍ଡ ମେମ୍ବର ପାଇଁ ଛିଡ଼ା ହେଲେ ଲୋକ ତାକୁ ଭୋଟ ଦେବେ। ହେଇଟି ସେବା କରିବ, ଆସ ଆସ ଆସ, ସେବା କରିବ ସେବା। 24 ବର୍ଷ ହେଲା ଶାସନ କରିଥିଲ, ସେବା କରିପାରି ନଥିଲ, ଏବେ ସେବା କର। ଆଉ ଏମଏଲଏ ସାରେ ତମ ଘର କତିକି ଯିବେ ପାଣିରେ ପଶିକି, ତାଙ୍କ ପ୍ୟାଣ୍ଟ ଭିଜିଯିବନି? ସାରେ ଆସିଛନ୍ତି ଟିକେ ଖାଲି ଫଟୋ ଉଠେଇ ଦେଇକି ଯିବା ପାଇଁ ଯେ ଆମେ ଲୋକଙ୍କ ସହିତ ସାଙ୍ଗରେ ଅଛୁ। ଆଉ ହେଇଟି ଭୋଟ ଦେଇଥିଲୁ ଶଙ୍ଖରେ, ନାମ ନେଉଛୁ ଏବେ ପଙ୍କରେ। ଆଉ ଶଙ୍ଖରେ ଭୋଟ ଦବାର ନାହିଁ, ପଙ୍କରେ ଛଟପଟ ହବାର ନାହିଁ। ଏଠୁ ଖାଲି ବସିଲୁ ସେପଟେ ବାହାରିଲୁ ଲଜ୍ଜା। ମୁଁ ଗଟପଟି ଡେରି ହେଲାଣି ଅନ୍ଧାର ହେଇଯିବ। ଏଠି ଉଦୁଉଦିଆ ଖରା ଦେଖାଯାଉଛି, କିନ୍ତୁ ସାରେ କହିଲେଣି ତାଙ୍କୁ କୁଆଡେ ଅନ୍ଧାର ହୋଇଗଲାଣି। ଏମାନେ ପୁଣି ସ୍ୱପ୍ନ ଦେଖିଛନ୍ତି 2029 ପୁଣି ଶାସନ ଭାର କ୍ଷମତା ଗ୍ରହଣ କରିବେ। ଲଜ୍ଜା ଲାଗୁନି? 24 ବର୍ଷ ଓଡିଶାରେ ଶାସନ କଲ, ଲୋକଙ୍କ ଦୁଃଖ ବୁଝିପାରିଲ ନାହିଁ, ଲୋକଙ୍କ ସୁବିଧା ସୁଯୋଗ କିଛି କରିପାରିଲ ନାହିଁ। ଏବେ ଯେତେବେଳେ ବିପତ୍ତି ଆସିଛି ସେଇ ସମୟରେ ଲୋକଙ୍କ ପାଖକୁ ଆସୁଛ, କିନ୍ତୁ ଲୋକଙ୍କ ଦୁଃଖ ବୁଝୁନାହଁ। ଏଇଠି ମାଲିକେ ଆଖି କାନ ଖୋଲିକି ଦେଖ, ଦୁର୍ବଳ ମୁଖିଆଙ୍କ ଦୁର୍ବଳ ନେତା। ଇଏ କଣ ବନ୍ୟା ପୀଡ଼ିତାଙ୍କୁ ଉଦ୍ଧାର କରିବେ? ଇଏ ବା ନିଜେ ଚାରି କାନ୍ଧରେ ଯାଉଛନ୍ତି। ଏଇଠି 24 ବର୍ଷ ଧରିକି ଯୋଉ ଗାଁ ମାରିକି ଖାଇଛ, କଥା ଏକା ମୁଁ କହୁନାହିଁ, ବିଜେଡି ନେତ୍ରୀ ଡାଲି ଚୋରଣୀ ନାନୀ କହୁଛନ୍ତି। ଆପଣ ଟିକେ ମନ ଜ୍ଞାନ ଦେଇକି ଶୁଣନ୍ତୁ। ଆଜ୍ଞା ଆପଣ ମାନେ ଦେଖିଲେ ନାନୀ ଡାଲି ନାନୀ ସତ କଥା କହିଦେଲେ ଯେ 24 ବର୍ଷ ହେଲା ସେ ଜି ମାରିକିରି ଖାଉଥିଲେ। ଦେଖ ବେଳେ ବେଳେ ଡାଲି ନାନୀଙ୍କ ପାଟିରୁ ସତ ବି ବାହାରି ଯାଏ, ଏ କଥା ସତ୍ୟ। ବହୁତ ବହୁତ ଧନ୍ୟବାଦ। ହେଇଟି ନବୀନ ବାବୁ ତୁମ ଶାସନରେ ଖଣି ଖାଇଗଲ, କଲ ନାହିଁ ଗୋଟେ ଶିଳ୍ପ, କାରଖାନା ପାଇଁ ବିଦେଶ ବୁଲିଲ, ଶୁଣେଇ ଶୁଣେଇ ଗାଲୁ ଗପ। अरे बाप रे, ये तो धोती खोल रहा है। ମୁଁ ଆଉ ଜୀବନରେ ଆସିପାରିବିନି ଲାଗୁଛି। ଓଡ଼ିଶାବାସୀ ଆପଣ ମାନେ ବିଚାର କରନ୍ତୁ, ନବୀନ ବାବୁଙ୍କୁ ରାଜନୀତି ଦରକାର ନା ବିଶ୍ରାମ ଦରକାର? ସମସ୍ତଙ୍କୁ ନମସ୍କାର। जो भाई भौणी मैंने मत देखुंट विशेषकर जो युवपीढ़ी मत देखुंट समस्त को मोर व्यक्तिगत गोटे अनुरोध
एबे विजय थालापतिंकर जननेता जो मूवी पड़ी हॉल रे ताकू थरे जाइकी देखंतु आ विशेष करी ମୋର ଅନୁରୋଧ ବିଜେଡିର ସବୁ ନେତା ନେତ୍ରୀ ନବୀନ ବାବୁଙ୍କୁ ସାଙ୍ଗରେ ନେଇକି ଯାଅ ଆଉ ସେଇ ତାମିଲ ମୁଭିଟା ଆପଣମାନେ ଦେଖନ୍ତୁ ଆଉ ତାମିଲ ଶିଖନ୍ତୁ କାହିଁକି ନା ଆଗାମୀ ଭବିଷ୍ୟତରେ ଆପଣଙ୍କର ମୁଖିଆ ପାଣ୍ଡିଆନ ସାର ହେବେ ଆଉ ଆପଣ ତାଙ୍କ ସହିତ ତାମିଲରେ କଥା ହେବା ପାଇଁ ଆଜିଠାରୁ ପ୍ରାକ୍ଟିସ କରନ୍ତୁ। ये तो लेटेस्ट न्यूज है।